ବିଜୁ ଜନତା ଦଳ ହାରିବାଟା ସେତେବେଳେ ଓଡ଼ିଶାର ଲୋକ କେହି ବିଶ୍ୱାସ କରିପାରିଲେନି। କେମିତି ହେଲା ବୋଲି ବାରମ୍ବାର ଆଜି ପର୍ଯ୍ୟନ୍ତ ପ୍ରଶ୍ନ ପଚାରୁଛନ୍ତି। ଆଜି ଭାରତୀୟ ଜନତା ପାର୍ଟି ସରକାର ଯୋଉ କାମ କରୁଛି ଓଡ଼ିଶାରେ ଲୋକଙ୍କର ସନ୍ଦେହ ଆହୁରି ଘନୀଭୂତ ହେଉଛି। କାହିଁକି ନା ସେମାନେ ଭଲ ପରଫର୍ମାନ୍ସ ତ କରିବା ଦୂରେ ଥାଉ, କିନ୍ତୁ ସାମାନ୍ୟ ପରଫର୍ମାନ୍ସ ବି କରିପାରୁନାହାନ୍ତି। କିଛି ଲୋକ ଯୋଉମାନେ ଟିକେ ବିଜୁ ଜନତା ଦଳକୁ ଭୋଟ ନ ଦେଇ ସେପଟେ ଦେଇଥିଲେ, ମୋ ପାଖରେ ଯେତିକି ଖବର ଅଛି ସେମାନେ ମଧ୍ୟ ବର୍ତ୍ତମାନ ଟିକେ ମନ ଦୁଃଖ କରୁଛନ୍ତି, ପଶ୍ଚାତାପ କରୁଛନ୍ତି। ବିଜେପି ବର୍ତ୍ତମାନ ଫାଳ କି 3 ନା 4 ଫାଳ ହେଲାନି ବୋଲିକି ଆମ ପାଖରେ ଖବର ଅଛି। ବିଜୁ ଜନତା ଦଳ ନବୀନ ପଟ୍ଟନାୟକ ନେତୃତ୍ୱରେ ସଂଗଠିତ ଅଛି। 2024 ଜୁନ 4 ତାରିଖରେ ଅପ୍ରତ୍ୟାଶିତ ଭାବରେ ବିଜୁ ଜନତା ଦଳ ହାରିଗଲା, ଭାରତୀୟ ଜନତା ପାର୍ଟି ଜିତିଗଲା। ବିଜୁ ଜନତା ଦଳ ହାରିବାଟା ସେତେବେଳେ ଓଡ଼ିଶାର ଲୋକ କେହି ବିଶ୍ୱାସ କରିପାରିଲେନି। କେମିତି ହେଲା ବୋଲି ବାରମ୍ବାର ଆଜି ପର୍ଯ୍ୟନ୍ତ ପ୍ରଶ୍ନ ପଚାରୁଛନ୍ତି। ଏବଂ ଆମେ ଯାହା ଶୁଣୁଛୁ ଯେ ଭାରତୀୟ ଜନତା ପାର୍ଟିର ନେତା ଏବଂ ତାଙ୍କର କର୍ମୀ ସିଏ ମଧ୍ୟ ବିଶ୍ୱାସ କରିପାରିଲେନି ସେ କେମିତି ଜିତିଲେ ବୋଲି। ତେଣୁ ଏଇ ଯୋଉ ଅସମାହିତ ପ୍ରଶ୍ନଟି ରହିଯାଇଛି, ସେ ପ୍ରଶ୍ନର ଉତ୍ତର ଓଡ଼ିଶାର ଜନସାଧାରଣ ଖୋଜୁଛନ୍ତି। ବିଜୁ ଜନତା ଦଳ ଆଶ୍ଚର୍ଯ୍ୟ ପ୍ରକଟ କରୁଛି ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟ ସେ ବିଶ୍ୱାସ କରିପାରୁନାହାନ୍ତି ଯେ ଏମିତି କେମିତି ହେଲା। ଏ ସନ୍ଦିକ୍ଷଣେ ଯେତେବେଳେ ଫଳାଫଳ ବାହାରିବାର ବର୍ଷେ ପୁରିଗଲା, ଆଜି ଭାରତୀୟ ଜନତା ପାର୍ଟି ସରକାର ଯୋଉ କାମ କରୁଛି ଓଡ଼ିଶାରେ ଲୋକଙ୍କର ସନ୍ଦେହ ଆହୁରି ଘନୀଭୂତ ହେଉଛି। କାହିଁକି ନା ସେମାନେ ଭଲ ପରଫର୍ମାନ୍ସ ତ କରିବା ଦୂରେ ଥାଉ, କିନ୍ତୁ ସାମାନ୍ୟ ପରଫର୍ମାନ୍ସ ବି କରିପାରୁନାହାନ୍ତି। ତେଣୁ ଏଇ ଯୋଉ ଅସମାହିତ ପ୍ରଶ୍ନର ଉତ୍ତର ଧୀରେ ଧୀରେ ଓଡ଼ିଶା ଲୋକ ପାଇଲେଣି ଏବଂ ଓଡ଼ିଶା ଲୋକ ମଧ୍ୟ ଭାବୁଛନ୍ତି ଯେ ଏଭଳି କେମିତି ହେଲା। ଏବଂ ଯୋଉମାନେ କିଛି ଲୋକ ଯୋଉମାନେ ଟିକେ ବିଜୁ ଜନତା ଦଳକୁ ଭୋଟ ନ ଦେଇ ସେପଟେ ଦେଇଥିଲେ, ମୋ ପାଖରେ ଯେତିକି ଖବର ଅଛି ସେମାନେ ମଧ୍ୟ ବର୍ତ୍ତମାନ ଟିକେ ମନ ଦୁଃଖ କରୁଛନ୍ତି, ପଶ୍ଚାତାପ କରୁଛନ୍ତି। ଏବଂ ଆଜିକା ଦିନରେ ଯଦି ଆମେ ହିସାବ କରିବା, ଲୋକ ପୁଣି ବିଜୁ ଜନତା ଦଳକୁ ଶାସନକୁ ଫେରାଇ ଆଣିବା ପାଇଁ ପ୍ରାୟ ମନସ୍ଥିର କଲେଣି। ବିରୋଧୀ ହିସାବରେ ଆପଣ ଯେତିକି ଭୂମିକା ନବା ସେଇ ହିସାବରେ ନେଇନାହାନ୍ତି। ଦଳ ଭିତରେ କନ୍ଦଳ ଗୋଟେ ବଡ ସମସ୍ୟା ହେଇଛି। ଆପଣ ଦେଖନ୍ତୁ, ଦଳ ଭିତରେ କନ୍ଦଳ ନାହିଁ, ବରଂ ବିଜୁ ଜନତା ଦଳ ସଂଗଠିତ ଅଛି। ବିଜେପି ବର୍ତ୍ତମାନ ଫାଳ କି 3 ନା 4 ଫାଳ ହେଲାନି ବୋଲିକି ଆମ ପାଖରେ ଖବର ଅଛି। ବିଜୁ ଜନତା ଦଳ ନବୀନ ପଟ୍ଟନାୟକ ନେତୃତ୍ୱରେ ସଂଗଠିତ ଅଛି। ଭାରତୀୟ ଜନତା ପାର୍ଟି ବହୁଧା ବିଭକ୍ତ ହେଲେଣି ଏବଂ ଫାଳ ଅନେକ ଫାଳ ହେଇସାରିଲେଣି। ଭୁଲ ଇଞ୍ଜେକ୍ସନ ପାଇଁ 5 ଜଣଙ୍କ ଜୀବନ ପଳେଇଲେଣି। ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଖବର ଆସୁନି। ବର୍ତ୍ତମାନ ତାଙ୍କର ସରକାରଙ୍କର ସ୍ୱାସ୍ଥ୍ୟ ବିଲକୁଲ ଭଲ ନାହିଁ। ବର୍ତ୍ତମାନ ଯୋଉ ଭାରତୀୟ ଜନତା ପାର୍ଟି ସରକାର ଚାଲିଛି, ସେ ସରକାର ସ୍ୱାସ୍ଥ୍ୟ ଭଲ ନାହିଁ। ଆପଣଙ୍କର ଯୋଉ ଆୟୁଷ୍ମାନ ଯୋଜନା କରିଛନ୍ତି, ସେ ଆୟୁଷ୍ମାନ ଯୋଜନା ତ ଶ୍ମଶାନ ଯୋଜନାରେ ପରିଣତ ହେଇଗଲାଣି ଏବଂ ତାର ରିଫ୍ଲେକ୍ସନ ସବୁଠି। ଆପଣ ଦେଖିବେ ଗୋଟେ ଶବ ଧରିକି 8 କିଲୋମିଟର ଚାଲି ଯାଇଛନ୍ତି। ଆପଣ ଯୋଉ ନ୍ୟୁଜ ଆସିଛି, ଆଜି ଖବର ଆସି କୋରାପୁଟ ମେଡିକାଲ କଲେଜରେ ଭୁଲ ଇଞ୍ଜେକ୍ସନ ଦେଇକି ଲୋକଙ୍କୁ ମାରି ଦିଆଗଲାଣି ଏବଂ ପ୍ରତ୍ୟେକ ଲୋକମାନେ ଯେତେବେଳେ ହସ୍ପିଟାଲ ଯାଉଛନ୍ତି, ସେଠି ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ତେଣୁକରି ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଭଲ ନାହିଁ କି ରାଜ୍ୟ ସରକାରଙ୍କର ସାମୂହିକ ଭାବରେ ସ୍ୱାସ୍ଥ୍ୟ ଭଲ ନାହିଁ। ତେଣୁ ତୁରନ୍ତ ଏ ସରକାର ହଟିଯିବା ଦରକାର। ଯିଏ ଦୋଷୀ ତାକୁ ତୁରନ୍ତ ଦଣ୍ଡ ଦିଅନ୍ତୁ। ଏଭଳି ଭୁଲ ଇଞ୍ଜେକ୍ସନ ଦବାରେ ଯୋଉମାନେ ଦୋଷୀ ତାଙ୍କୁ ତୁରନ୍ତ ଦଣ୍ଡ ଦିଅନ୍ତୁ ଏବଂ 8 କିଲୋମିଟର ଶବ ଧରିକି ଚାଲିଛନ୍ତି ତାର ତୁରନ୍ତ ଏନକ୍ୱାରି କରନ୍ତୁ। ଏମାନେ ବହୁତ ବଡ ବଡ କଥା କହିଥିଲେ। ଯଦି ଏସବୁଙ୍କର ପଦକ୍ଷେପ ନ ନେଇ ପାରୁଛନ୍ତି, ତାହେଲେ ପଶ୍ଚାତାପ କରନ୍ତୁ ଏବଂ ସରକାର ତୁରନ୍ତ ଓହରି ଯାଆନ୍ତୁ।